ଭାରସାମ୍ୟ ହରାଇ ଗଛକୁ ପିଟିଲା ବସ୍, ଯାତ୍ରୀ ଓ ଡ୍ରାଇଭର ଗୁରୁତର। ବାଲେଶ୍ୱର ଜିଲ୍ଲା ସଲାନ୍ ଥାନା ଅନ୍ତର୍ଗତ କୁଟୁରା ଛକ ନିକଟରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା। ଡ୍ରାଇଭର ସମେତ 15 ଯାତ୍ରୀ ଗୁରୁତର। ଖବରରୁ ଜଣାଯାଇଛି ଯେ ଆଜି ସକାଳେ ବାଲିଆପାଳରୁ ଯାତ୍ରୀ ନେଇ ବାଲେଶ୍ୱର ଅଭିମୁଖେ ଯାଉଥିବା ନୂପୁର ନାମକ ଏକ ଘରୋଇ ବସ୍ ଆଗଚକା ଫାଟିଯିବାରୁ ଡ୍ରାଇଭର ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛକୁ ଜୋରସେ ଧକ୍କା ଦେଇଥିଲା। ବସ୍ରେ 30ରୁ ଉର୍ଦ୍ଧ୍ୱ ଯାତ୍ରୀ ଥିଲେ, ସେଥିମଧ୍ୟରୁ 15 ଜଣରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର ହୋଇଛନ୍ତି। ବସ୍ଟିର ସାମ୍ନା ନଷ୍ଟ ହୋଇଯାଇଥିବାରୁ ଦୀର୍ଘ ସମୟ ଧରି ବସ୍ ଭିତରେ ଡ୍ରାଇଭର ଫସି ରହି ଚିତ୍କାର କରୁଥିଲେ। ଘଟଣାସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବସ୍ତା ହସ୍ପିଟାଲକୁ ପଠାଇଥିଲେ। ଖବର ପାଇ ଶିଲଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ପ୍ରକୃତ କାରଣ ବିଷୟରେ ତଦନ୍ତ ଆରମ୍ଭ କରିଛି। ବାଲେଶ୍ୱରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।